जय जगन्नाथ। ମୁଁ ଅବିନାଶ ସ୍କିଲ୍ ବାର୍ଡ ଏଜୁକେସନକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆରମ୍ଭ କରିବା ଆଜିର ପରୀକ୍ଷା ଉପଯୋଗୀ କରେଣ୍ଟ ଆଫେୟାର୍ସ। ପ୍ରଥମ ପ୍ରଶ୍ନ, ଭାରତର ପ୍ରଥମ ବନ୍ୟପ୍ରାଣୀ କରିଡର କେଉଁ ରାଜପଥରେ ନିର୍ମାଣ କରାଯାଇଛି? ଏହାର ସଠିକ ଉତ୍ତର ହେଉଛି ଦିଲ୍ଲୀ ମୁମ୍ବାଇ ରାଜପଥ। ଦ୍ୱିତୀୟ ପ୍ରଶ୍ନ, ପ୍ରତିବର୍ଷ କେଉଁ ତାରିଖରେ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ପାଳନ କରାଯାଏ? ଏହାର ସଠିକ ଉତ୍ତର ହେଉଛି ଜୁନ 30। ତୃତୀୟ ପ୍ରଶ୍ନ, ମାନବ ଡିଏନ୍ଏରେ ଜେନେଟିକ୍ ମ୍ୟୁଟେସନର କାର୍ଯ୍ୟକ୍ଷମ ପ୍ରବାହର ପୂର୍ବାନୁମାନ କରିବା ପାଇଁ ଆଲଫା ଜେନୋମ ଏଆଇ ମଡେଲକୁ ବିକଶିତ କରାଯାଇଛି। ଏହା କେଉଁ କମ୍ପାନୀ ବିକଶିତ କରିଛି? ଏହାର ସଠିକ ଉତ୍ତର ହେଉଛି ଗୁଗଲ। ଚତୁର୍ଥ ପ୍ରଶ୍ନ, ମାଉଣ୍ଟ ଏଲବ୍ରସ୍ ଚଢ଼ିବାରେ ସବୁଠାରୁ କମ୍ ବୟସ୍କ ପର୍ବତାରୋହୀ କିଏ ହୋଇଛନ୍ତି? ଏହାର ସଠିକ ଉତ୍ତର ହେଉଛି ତେଗବୀର ସିଂ। ପଞ୍ଚମ ପ୍ରଶ୍ନ, ଗୋଟିଏ ପ୍ଲାଟଫର୍ମ ଅଧୀନରେ ଯାତ୍ରୀ ସେବାକୁ ଏକୀକୃତ କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ଆରମ୍ଭ କରାଯାଇଥିବା ମୋବାଇଲ ଆପ୍ଲିକେସନର ନାମ କ'ଣ? ଏହାର ସଠିକ ଉତ୍ତର ହେଉଛି ରେଲ ୱାନ୍ ଆପ୍। ଷଷ୍ଠ ପ୍ରଶ୍ନ, 1 ଜୁଲାଇ 2025ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କିଏ ନିଯୁକ୍ତ ହୋଇଛନ୍ତି? ଏହାର ସଠିକ ଉତ୍ତର ହେଉଛି କେଶବମ ରାମଚନ୍ଦ୍ରନ। ସପ୍ତମ ପ୍ରଶ୍ନ, 2025 ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ କେଉଁ ତାରିଖରେ ପାଳନ କରାଯାଇଛି? ଏହାର ସଠିକ ଉତ୍ତର ହେଉଛି ଜୁଲାଇ 2। ଅଷ୍ଟମ ପ୍ରଶ୍ନ, କେଉଁ ସହରରେ 1 ଜୁଲାଇ 2025 ଠାରୁ 15 ବର୍ଷରୁ ପୁରୁଣା ପେଟ୍ରୋଲ ଏବଂ 10 ବର୍ଷରୁ ପୁରୁଣା ଡିଜେଲ ଯାନବାହନରେ ଇନ୍ଧନ ଭର୍ତ୍ତି ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି? ଏହାର ସଠିକ ଉତ୍ତର ହେଉଛି ନୂଆଦିଲ୍ଲୀ। ନବମ ପ୍ରଶ୍ନ, ଯୋଗ୍ୟ ନାଗରିକଙ୍କ ନିକଟରେ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା ପାଇଁ ଭାରତର କେଉଁ ରାଜ୍ୟରେ ଜନ ସୁରକ୍ଷା ସଂତୃପ୍ତି ଅଭିଯାନ ଆରମ୍ଭ କରାଯାଇଛି? ଏହାର ସଠିକ ଉତ୍ତର ହେଉଛି ଗୁଜରାଟ। ଦଶମ ପ୍ରଶ୍ନ, ନିକଟରେ ଘାନାର ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନର ନାମ କ'ଣ? ଏହାର ସଠିକ ଉତ୍ତର ହେଉଛି ଦି ଅଫିସର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଅଫ ଘାନା। ତ ଏଇ ଥିଲା ଆଜିର ଦେଶ ବିଦେଶ ଓ ରାଜ୍ୟର 10ଟି ବଛା ବଛା କରେଣ୍ଟ ଆଫେୟାର୍ସ। ଆମ ଚ୍ୟାନେଲର ଉଦ୍ଦେଶ୍ୟ ଆପଣଙ୍କ ଏକ୍ଜାମ ପ୍ରିପାରେସନକୁ ଆହୁରି ଉନ୍ନତ କରିବା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ନିମ୍ନରେ ଆପଣଙ୍କ ମତାମତ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।